ସମସ୍ତଙ୍କୁ ଜୟ ମସିକି ଆଜି ବଡ଼ଦିନ ଉତ୍ସବ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମମାନେ ଗୋଟିଏ ଓଡ଼ିଆ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା କରିବା। आहे जीशु दयालु प्रभु सदा धन्य तुम नाम। आशिषु सर्वे श्री चरणी घेन हे आम प्रणाम। आहे जीशु दयालु प्रभु सदा धन्य तुम नाम। आशिषु सर्वे श्री चरणी घेन हे आम प्रणाम। गुहाळ घरे जन्म नेला बड़ाई घरे दिन काटिला शेषे आम पाई लगा होइला कल पापु परित्राण। गुहाळ घरे जन्म नेला बड़ाई घरे दिन काटिला शेषे आम पाई लगा होइला कल पापु परित्राण। महाप्रेमे कल पापु परित्राण कल पापु परित्राण। आहे जीशु दयालु प्रभु सदा धन्य तुम नाम। आशिषु सर्वे श्री चरणी घेन हे आम प्रणाम। नीरवे चाली राजपथरे कोरोड़ा माड़ सही अंगरे कांदे क्रूस बही जग जन पाई साधिल जे परित्राण। नीरवे चाली राजपथरे कोरोड़ा माड़ सही अंगरे कांदे क्रूस बही जग जन पाई साधिल जे परित्राण। महाप्रेमे साधिल जे परित्राण साधिल जे परित्राण। आहे जीशु दयालु प्रभु सदा धन्य तुम नाम। आशिषु सर्वे श्री चरणी घेन हे आम प्रणाम। कालबरीर मुख बुकुरे जीवन देल आम पाई रे केते जे रुधिर पड़िला झरी आम पाप पाई रे। कालबरीर मुख बुकुरे जीवन देल आम पाई रे केते जे रुधिर पड़िला झरी आम पाप पाई रे। महाप्रेमे आम पाप पाई रे आम पाप पाई रे। आहे जीशु दयालु प्रभु सदा धन्य तुम नाम। आशिषु सर्वे श्री चरणी घेन हे आम प्रणाम। ସମସ୍ତଙ୍କୁ ଜୟ ମସିକି ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ ବଡ଼ ପର୍ବ ତାଙ୍କ ନାମ ଉଦ୍ଦେଶ୍ୟରେ ଆମମାନେ ପ୍ରଭୁଙ୍କର ଏକ ପ୍ରଶଂସାର ଗୀତ ଓଡ଼ିଆରେ ଗାଇବୁ। ଚାଲ।
ମତେ ଖୋଜି ଖୋଜି ଯୀଶୁ ଆଇଲେ ମୋ ଛାର ପାଇଁକି ସରଗ ତ୍ୟାଗୀ ଅଶେଷ ଯାତନା ସହିଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ ରଙ୍ଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା ଆପणे ଶ୍ରୀଅଙ୍ଗେ ବୋହିଲେ ମରଣ ଦାରୁଣ ପଣରେ ନବୀନ ଜୀବନର ମାର୍ଗ ନିଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ମରଣର ଭୀତି କ୍ରୁଶ ଯନ୍ତ୍ରେଇତି କରି ମହାମୁକ୍ତି ବିଲେ ସରଗ କାହାଣୀ ମୋ ପାଶେ ବଖାଣି ପ୍ରେମରେ ପରାଣ ମହିଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ସଫଳ ଜୀବନ ଯୀଶୁ ଶ୍ରୀ ଚରଣ ପରିଚାରପଣ ପାଇଲେ ବୃଥାଏ ଜନମ ପୂଜା ଅନୁଷ୍ଠାନ ମହାପ୍ରଭୁ କୃପା ନହିଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ମୋ ଛାର ପାଇଁକି ସରଗ ତିଆରି ଅଶେଷ ଯାତନା ସହିଲେ ମତେ ଖୋଜି ଖୋଜି ଯୀଶୁ ଆଇଲେ ସମସ୍ତ ଭାଇ ଭଉଣୀମାନଙ୍କୁ ଜୟ ମସିକି ଆଜି ବଡ଼ଦିନ ସମସ୍ତ ପୃଥିବୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନକୁ ଆଜି ବଡ଼ଦିନ ଭାବରେ ପାଳନ କରୁଅଛି। ଆସନ୍ତୁ ଆମେମାନେ ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ବିଷୟରେ ଧ୍ୟାନ କରିବା ଏବଂ ଏହା କାହିଁକି ପାଳନ କରାଯାଉଅଛି ଶିଖିବା ଓ ଜାଣିବା। ଏହା ଜାଣିବା ଦ୍ୱାରା ଆମମାନେ ପ୍ରଭୁଙ୍କର ଆଶୀର୍ବାଦ ପାଇପାରିବା। ଆମମାନେ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 18 ପଦରୁ 25 ପଦ ପର୍ଯ୍ୟନ୍ତ ପଢ଼ିବା। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମା କର୍ତ୍ତୃକ ଗର୍ଭବତୀ ହୋଇଛନ୍ତି ବୋଲି ଜଣାପଡ଼ିଲା। ଏଥିରେ ତାଙ୍କ
ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିପାଇଁ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର। ଏଥିରେ ଯୋସେଫ ନିଦ୍ରାରୁ ଉଠି ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେହିପରି କଲେ, ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ। କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ। ପ୍ରିୟ ଭାଇ ଭଉଣୀମାନେ, ଆସନ୍ତୁ ଆମମାନେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା ପୂର୍ବରୁ ଛୋଟ ପ୍ରାର୍ଥନା କରିବା। ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ ବାକ୍ୟ ନିମନ୍ତେ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 18ରୁ 25 ପଦ ପର୍ଯ୍ୟନ୍ତ ଦେଇଅଛ, ତା ପାଇଁ ଧନ୍ୟବାଦ ଦେଉଛୁ। ପ୍ରଭୁ ସାହାଯ୍ୟ କର, ତୁମେ ନିଜ ପୁତ୍ରଙ୍କୁ ଆମମାନଙ୍କଠାରେ ପ୍ରକାଶ କର, ଆମମାନଙ୍କୁ ଜଣାଅ, ଆଉ ତାଙ୍କଠାରେ ଥିବା ଆଶୀର୍ବାଦ ଉଦ୍ଧାର ପାଇବା ପାଇଁ ସାହାଯ୍ୟ କର। ଆମର ଏହି ପ୍ରାର୍ଥନାକୁ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁଅଛୁ। ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଆଉ ଜନ୍ମର ସ୍ଥାନ ଓ ତାଙ୍କ ନାମ ଇତ୍ୟାଦି ବିଷୟ ଧ୍ୟାନ କଲେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଏହି ଜଗତରେ ଆଗମନ ବିଷୟ, ଶରୀରରେ ଏହି ଜଗତରେ ପ୍ରଗଟୀକରଣ ହେବାର ବିଷୟ ଆମମାନେ ସ୍ପଷ୍ଟ ରୂପେ ବୁଝିପାରିବୁ। ତାଙ୍କ ଜନ୍ମର ଉଦ୍ଦେଶ୍ୟ ଆମମାନେ ଏଇଠି ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟର 21 ପଦରେ ଦେଖୁଅଛୁ। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ଆପଣା ଲୋକଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବେ। ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁଙ୍କର ଦାସ ପାଉଲ ପ୍ରଥମ ତିମୋଥୀ 1 ଅଧ୍ୟାୟ 15 ପଦରେ ଆମମାନେ ସେଠି ପଢ଼ୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଏହି ଜଗତକୁ ଆସିଲେ ସେ ବିଷୟରେ ସେ କହନ୍ତି। ଏଠି ଲେଖା ଅଛି, ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ପାପୀ ଅଟେ। ତ ଏହିପରି ଭାବରେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ବିଷୟକୁ ଧ୍ୟାନ କରି ନିଜକୁ ଜଣେ ମହାନ ପାପୀ ଭାବରେ, ପ୍ରଧାନ ପାପୀ ଭାବରେ ସ୍ୱୀକାର କରିଥିଲେ। ଆମମାନେ ମଧ୍ୟ ଯଦି ସେହିପରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବିଷୟ, ତାଙ୍କ ନାମ ବିଷୟ, ସ୍ଥାନ ବିଷୟ ଧ୍ୟାନ କରିବା, ତାହେଲେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିପାରିବା। ଆମମାନେ ନିଜର ଜୀବନର ଦୋଷ ଦୁର୍ବଳତାକୁ ମଧ୍ୟ ଜାଣିପାରିବା ଏବଂ ସ୍ୱୀକାର କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଏହିପରି ନିଜକୁ ନମ୍ର କଲେ ଆମମାନେ ଆଶୀର୍ବାଦ ମଧ୍ୟ ପାଇପାରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବିଷୟ ଯେତେବେଳେ ଆମମାନେ ଧ୍ୟାନ କରୁ, ସେତେବେଳେ ଆମମାନେ ଜାଣୁ ଯେ ସେ ପରମେଶ୍ୱର ହେଇ ମଧ୍ୟ, ପ୍ରଭୁ ହେଇ ମଧ୍ୟ କିପରି ମନୁଷ୍ୟ ହୋଇ, ଦୀନ ହୋଇ, ନମ୍ର ହୋଇ, ନତ ହୋଇ ନିଜର ସମସ୍ତ ଈଶ୍ୱରୀୟ ପଦବୀକୁ ପ୍ରତିଷ୍ଠାକୁ ସେ ପରିତ୍ୟାଗ କରି
এই ଜଗତରେ ଆସିଲେ। ଆମମାନେ ଏହି ବିଷୟ ମାଥ୍ୟୁ ଲିଖିତ ସୁସମାଚାରରେ ବିଶେଷ ଭାବରେ ପାଇଥାଉ। ଲୁକ ଲିଖିତ ସୁସମାଚାରରେ ମଧ୍ୟ ଏହି ବିଷୟକୁ ଆମମାନେ ପାଇଥାଉ। ସେଠି ଆମମାନେ ତାଙ୍କ ଜନ୍ମ ସମୟର ଦୃଶ୍ୟକୁ ଦେଖୁ। ସେ କିପରି ଗୁହାଳ ଗୃହରେ ଆଉ ଗୁହାଳ କୁଣ୍ଡରେ ସେ ରହିଲେ, ଜନ୍ମ ହେଲେ, ଶୋଇଲେ। ଏହିପରି ଆମମାନେ ତାଙ୍କର ଦୟନ, ଯେ କି ଏହି ଜଗତର ସ୍ୱାମୀ ପ୍ରଭୁ ଅଟନ୍ତି, ବିଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି, ଏପରି ନିଜକୁ ନମ୍ର, ଦୀନ, ଦରିଦ୍ର, କାଙ୍ଗାଳ କଲେ। ପୁଣି ସେ ଦୁର୍ବଳ ପରି ହେଲେ, ଆଉ ମୂର୍ଖ ପରି ହେଲେ, ତୁଚ୍ଛନୀୟ ହେଲେ। ମନୁଷ୍ୟ ତାଙ୍କୁ ତୁଚ୍ଛୀକୃତ, ଅପମାନିତ, ନିନ୍ଦିତ ମଧ୍ୟ କଲା। ଏହିପରି ଭାବରେ ଆମମାନେ ଦେଖୁ। ପୁଣି ଆମମାନେ ଦେଖୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ବିଷୟରେ। ଆମମାନେ କେତୋଟି ନାମ ବିଷୟ ଏଠି ଧ୍ୟାନ କରୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନାମ ହେଉଛି ପ୍ରଥମ ଯୀଶୁ। ଏହି ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 21 ପଦରେ ଆମମାନେ ପଢ଼ୁ, ସେ ପୁତ୍ର ପ୍ରସବ କରିବେ, ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ଯୀଶୁ ନାମର ଅର୍ଥ ପରିତ୍ରାଣକର୍ତ୍ତା, ଜଗତର ତ୍ରାଣକର୍ତ୍ତା, ପାପୀମାନଙ୍କର ତ୍ରାଣକର୍ତ୍ତା ଅଟେ। ପ୍ରିୟ ଭାଇ ଏବଂ ଭଉଣୀମାନେ, ତେଣୁ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଆମମାନେ ଜାଣିପାରିବୁ। ଦ୍ୱିତୀୟରେ ଖ୍ରୀଷ୍ଟ। ଏଇଠି ଆମମାନେ ଦେଖୁଛୁ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 16 ପଦରେ ଲେଖା ହେଇଛି, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ଖ୍ରୀଷ୍ଟ ଅର୍ଥାତ୍ ଅଭିଷିକ୍ତ, ପରମେଶ୍ୱରଙ୍କ ଦ୍ୱାରା ନିଯୁକ୍ତ ଏବଂ ଅଭିଷିକ୍ତ ବ୍ୟକ୍ତି। ପରମେଶ୍ୱର ତାଙ୍କୁ ପାପୀମାନଙ୍କର ପରିତ୍ରାଣ କରିବା ନିମନ୍ତେ ଅଭିଷେକ କଲେ। ଆଉ ଆମମାନେ ଦେଖୁ ପୁରାତନ ନିୟମରେ ଯାଜକମାନେ, ରାଜାମାନେ ଆଉ ଭାବବାଦୀମାନେ ବିଶେଷ ଭାବରେ ପରମେଶ୍ୱରଙ୍କ ଦ୍ୱାରା ଅଭିଷେକ ପାଉଥିଲେ, ଆଉ ସେମାନେ କାର୍ଯ୍ୟ କରୁଥିଲେ। ଯାଜକମାନେ କିପରି ସେ ପାପୀମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଉଦ୍ଧାର ପାଇଁ କାର୍ଯ୍ୟ କରୁଥିଲେ। ତାପରେ ରାଜାମାନେ ପାପୀମାନଙ୍କୁ, ନିଜ ପ୍ରଜାମାନଙ୍କୁ ଶତ୍ରୁ ହସ୍ତରୁ ଉଦ୍ଧାର କରିବା ପାଇଁ ସେମାନଙ୍କର ରକ୍ଷା କରୁଥିଲେ, ଆଉ ସେମାନଙ୍କୁ ପ୍ରତିପାଳନ କରୁଥିଲେ। ଭାବବାଦୀମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣାଇ ଲୋକମାନଙ୍କୁ, ପାପୀମାନଙ୍କୁ ପରମେଶ୍ୱରଙ୍କ ନିକଟରେ ଫେରି ଆସିବା ପାଇଁ ସାହାଯ୍ୟ କରୁଥିଲେ। ଏହିପରି ଭାବରେ ଖ୍ରୀଷ୍ଟ ନାମର ଅର୍ଥ ଆମମାନେ ବୁଝିପାରିବା। ତାପରେ ତାଙ୍କୁ ପ୍ରଭୁ ବୋଲି କୁହାଯାଇଛି। ଆମମାନେ ପଢ଼ୁ ପ୍ରେରିତ କାମ 10 ଅଧ୍ୟାୟ 16 ପଦରେ, ସେ ସମସ୍ତଙ୍କର ପ୍ରଭୁ ଅଟନ୍ତି ବୋଲି କରି ପିତର ଏହା କହନ୍ତି। ପୁଣି ସେଇ ମାଥ୍ୟୁ ଲିଖିତ ସୁସମାଚାରରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରଭୁ ବିଷୟରେ ପଚାରିଥିଲେ। 22 ଅଧ୍ୟାୟ 41 ପଦରୁ 46 ପଦ ପର୍ଯ୍ୟନ୍ତ। ପୁଣି ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମମାନେ ଆହୁରି ମଧ୍ୟ ପଢ଼ୁ ଯୋହନ ଲିଖିତ ସୁସମାଚାର 13 ଅଧ୍ୟାୟ 13 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଛନ୍ତି, ତୁମେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକିଥାଅ, ଆଉ ତୁମେ ବାସ୍ତବ କରିଥାଅ। ଅର୍ଥାତ୍ ସେ ପ୍ରଭୁ ଅଟନ୍ତି, ଗୁରୁ ମଧ୍ୟ ଅଟନ୍ତି। ତ ଆମମାନେ ଦେଖୁ ଏହିପରି ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଏହିପରି ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନାମ ଧରି ଡକାଯାଏ, ସ୍ୱୀକାର କରାଯାଏ। ଆଉ ଚତୁର୍ଥରେ ଇମାନୁଏଲ। ଏଇଠି ଆମମାନେ ବର୍ତ୍ତମାନ ପଢ଼ିଛୁ ମାଥ୍ୟୁ ସୁସମାଚାର 1 ଅଧ୍ୟାୟର 23 ପଦରେ, ଦେଖ ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ।
ଏହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର, ଇମାନୁଏଲ ଅର୍ଥାତ୍ ଆମମାନଙ୍କ ସହିତ ଈଶ୍ୱର। କେତେ ଏହା ମହାନ ନାମ ଅଟେ। ପରମେଶ୍ୱର ପାପୀମାନଙ୍କ ସହିତ ରହିବା ପାଇଁ ଆସିଲେ। ପ୍ରିୟ ଭାଇ ଏବଂ ଭଉଣୀମାନେ, କିନ୍ତୁ ଯେ ପର୍ଯ୍ୟନ୍ତ ଆମମାନଙ୍କର ପାପକୁ ସେ କ୍ଷମା କରିବେ ନାହିଁ, ଦୂର କରିବେ ନାହିଁ, ପୋଛିବେ ନାହିଁ, ଆମମାନଙ୍କୁ ସୂଚି ପବିତ୍ର ନ କରିବେ, ଆମମାନଙ୍କ ସହିତ ସେ ରହିପାରିବେ ନାହିଁ। ଆମମାନଙ୍କ ଜୀବନ କିପରି ବହୁତ ଭ୍ରଷ୍ଟ ଅଟେ, ଅଶୁଚି ଅଟେ, ସମସ୍ତ ପ୍ରକାର ପାପରେ ପରିପୂର୍ଣ୍ଣ ଅଟେ। ଏହାକୁ ଜାଣିବା ପାଇଁ ଆମମାନେ ତୃତୀୟ ବିଷୟ ଧ୍ୟାନ କରିବୁ। ସ୍ଥାନ, ପ୍ରଭୁ ଯୀଶୁଙ୍କ ଜନ୍ମ ସ୍ଥାନ ବିଷୟରେ ଲେଖା ହେଇଛି ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 7 ପଦରେ। ସେ ଗୁହାଲ ଗୃହରେ ଜନ୍ମ ହେଲେ ଆଉ ଗୁହାଲ କୁଣ୍ଡରେ ଶୋଇଲେ। କିପରି ଅଶୁଚି ସ୍ଥାନ, ମଇଳା ସ୍ଥାନ, ପଶୁମାନେ ରହୁଥିବା ସ୍ଥାନକୁ ବୁଝାଏ। ତ ଆମମାନଙ୍କର ହୃଦୟର ଅବସ୍ଥା ମଧ୍ୟ ସେହିପରି। ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ପୃଥିବୀ ମଧ୍ୟ ସେହିପରି ହୋଇଅଛି। ଆଜି ମନୁଷ୍ୟ କିପରି ଏ ପୃଥିବୀକୁ ଅଶୁଚି କରିଅଛି, ତଥାପି ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଲେ, ଏହି ପୃଥିବୀକୁ ଆସିଲେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ହୃଦୟରେ ସେ ରହିବା ପାଇଁ ଆସିଲେ। ଆଉ ଆମମାନେ ମନୁଷ୍ୟ ହୃଦୟ ବିଷୟରେ ପଢ଼ୁ ମାର୍କ ଲିଖିତ ସୁସମାଚାର 7 ଅଧ୍ୟାୟର 21 ଏବଂ 22 ପଦରେ ଏହିପରି ଲେଖା ହୋଇଅଛି। ଆମମାନେ ଏହାକୁ ଖୋଲି ପଢ଼ିବା। ମାର୍କ ଲିଖିତ ସୁସମାଚାର 7 ଅଧ୍ୟାୟ 21 ଆଉ 22 ପଦ। ଏଠି ଆମମାନେ ଦେଖୁ, କାରଣ ଭିତରୁ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର ବାହାରେ। ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ। ଭିତର ତ ଅଶୁଚି, ଆମମାନଙ୍କର ସମସ୍ତ ଶରୀର ଜୀବନ ହିଁ ଅଶୁଚି। ତଥାପି ଏହିପରି ମନୁଷ୍ୟମାନଙ୍କ ହୃଦୟକୁ ସେ ନିଜର ମନ୍ଦିର ବା ଗୃହ ବାସସ୍ଥାନ କରିବା ପାଇଁ ଚାହାନ୍ତି। ଏଥିପାଇଁ ସେ ଏ ଜଗତକୁ ଆସିଲେ। ପ୍ରିୟ ଭାଇ ଏବଂ ଭଉଣୀମାନେ, ପାଉଲ ପ୍ରଭୁଙ୍କର ଦାସ 1 କୋରିନ୍ଥୀୟ 3 ଅଧ୍ୟାୟର 16 ଓ 17 ପଦରେ ମଧ୍ୟ ସେଠି ସେ କହନ୍ତି କିପରି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର, ପରମେଶ୍ୱରଙ୍କର ମନ୍ଦିର ଅଟୁ। ତୁମମାନେ କ'ଣ ଜାଣ ନାହିଁ ଯେ ତୁମମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି? ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାହାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ। ପ୍ରିୟ ଭାଇ ଭଉଣୀମାନେ, ଆମମାନଙ୍କର ଏହି ଶରୀର ବା ଦେହ ବା ହୃଦୟ, ମନ ପରମେଶ୍ୱରଙ୍କର ମନ୍ଦିର ବାସସ୍ଥାନ ଅଟେ। ଆଉ ଏହାକୁ ଉଦ୍ଧାର କରି ସୂଚି କରିବା ପାଇଁ, ପବିତ୍ର କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଲେ। ଆଉ ଆମମାନେ ଦେଖୁ, ଆମମାନଙ୍କର ହୃଦୟ ବିନା ରକ୍ତରେ ସୂଚି ହୁଏ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ବଡ଼ ହେଇ କ'ଣ କଲେ, କହିଲେ ତାଙ୍କ ଶିକ୍ଷାରେ ଯେ ମୁଁ ସେବା ପାଇବା ପାଇଁ ଆସିନାହିଁ, କିନ୍ତୁ ସେବା କରିବା ପାଇଁ ଆଉ ଅନେକଙ୍କ ମୁକ୍ତିର ମୂଲ୍ୟ ପାଇଁ ବଳିଦାନ ହେବା ପାଇଁ, ଅର୍ଥାତ୍ ରକ୍ତ ଦେବା ପାଇଁ। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ସମସ୍ତଙ୍କ ସୂଚୀକୃତ ହେବା ପାଇଁ, ପବିତ୍ରକୃତ ହେବା ପାଇଁ, ପାପର ପ୍ରାୟଶ୍ଚିତ ଦେବା ପାଇଁ ନିଜର ରକ୍ତ କ୍ରୁଶରେ ଦେଇଛନ୍ତି। ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହିପରି ଭାବରେ ଆମମାନେ ଦେଖୁ ପ୍ରଭୁ ଯୀଶୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଲେ। ତାଙ୍କ ଜନ୍ମ ବିଷୟ ଧ୍ୟାନ କରିବା, ତାଙ୍କର ନାମ ଆଉ ଜନ୍ମର ସ୍ଥାନ ବିଷୟ ଧ୍ୟାନ କରିବା ଦ୍ୱାରା ଏହି ବିଷୟ ଆମେ ଜାଣିପାରୁ।
ଏଣୁ ଆମମାନଙ୍କୁ ଉଦ୍ଧାର ପାଇବା ଅତ୍ୟନ୍ତ ଆବଶ୍ୟକ। ଆମମାନେ ଯେ ପର୍ଯ୍ୟନ୍ତ ଉଦ୍ଧାର ପାଇନାହୁଁ ଆମମାନେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ସୁସମାଚାର ଏଇ ସୁସମାଚାର ପ୍ରଚାର କଲେ। ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟ 17 ପଦ। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ମନ ପରିବର୍ତ୍ତନ କଲେ ଆମମାନେ ସୁସମାଚାର ଶୁଣି ବିଶ୍ୱାସ କରି ମନ ପରିବର୍ତ୍ତନ କଲେ ଆମମାନେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା। ଆଉ ଆମମାନଙ୍କୁ ବିଶେଷ ଭାବରେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ଗ୍ରହଣ କରନ୍ତି, ଯୋହନ ସୁସମାଚାର 1 ଅଧ୍ୟାୟ 12 ପଦ ଅନୁସାରେ ଏବଂ ରୋମିଓ ପତ୍ରୀ 10 ଅଧ୍ୟାୟ 9 ଓ 10 ପଦ ଅନୁସାରେ 3ଟି ବିଷୟ ଉଲ୍ଲେଖ ଅଛି। ଗ୍ରହଣ କରିବା, ବିଶ୍ୱାସ କରିବା ଆଉ ସ୍ୱୀକାର କରିବା। ଏବଂ ରୋମିଓ 10 ଅଧ୍ୟାୟ ରୋମିଓ ପତ୍ରୀ 10 ଅଧ୍ୟାୟ 13 ପଦରେ ସେଠି ମଧ୍ୟ ଲେଖା ହେଇଛି ଯେ କେହି ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବ ସେ ଉଦ୍ଧାର ପାଇବ। ଅର୍ଥାତ୍ ଏଠି 4ଟି ବିଷୟ ଆମେ କରିପାରିବା। ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା ଶୁଣି ତାଙ୍କଠାରେ ବିଶ୍ୱାସ କରିପାରିବା, ତାଙ୍କୁ ଗ୍ରହଣ କରିପାରିବା, ତାଙ୍କୁ ସ୍ୱୀକାର ମଧ୍ୟ କରିପାରିବା ଆଉ ତାଙ୍କଠାରେ ପାପ କ୍ଷମା ନିମନ୍ତେ ପ୍ରାର୍ଥନା ମଧ୍ୟ କରିପାରିବା ଆଉ ଆମମାନେ ପରିତ୍ରାଣ ମଧ୍ୟ ପାଇପାରିବା। ସେହିପରି ଭାବରେ ଆମମାନେ ଦେଖୁ ପାଉଲ ପ୍ରଭୁଙ୍କର ଦାସ 2 କରନ୍ଥୀ 6 ଅଧ୍ୟାୟ 2 ପଦରେ ଏହିପରି କହନ୍ତି, କାରଣ ସେ କହନ୍ତି ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି, ଆମେ ଅନୁଗ୍ରହର ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ ଆଉ ପରିତ୍ରାଣର ଦିନରେ ଆମେ ତୁମର ସାହାଯ୍ୟ କଲୁ। ଦେଖ ଏବେ ମହା ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। ଏବେ କହୁଅଛନ୍ତି ନାଉ, ବର୍ତ୍ତମାନ, ଆଜି, ବର୍ତ୍ତମାନ ମହା ଅନୁଗ୍ରହର ସମୟ ଆଉ ପରିତ୍ରାଣର ସମୟ ଆଉ ପ୍ରାର୍ଥନାର ସମୟ ଆଉ ପରିତ୍ରାଣର ଦିନ। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମମାନେ ଯଦି ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା, ବିଶ୍ୱାସ କରିବା, ସ୍ୱୀକାର କରିବା, ପ୍ରାର୍ଥନା କରିବା, ଆମମାନେ ବର୍ତ୍ତମାନ ହିଁ ପରିତ୍ରାଣ ପାଇପାରିବା। ଆଉ ଆଜିର ଦିନ ଆମମାନଙ୍କ ନିମନ୍ତେ ନିଶ୍ଚିତ ଭାବରେ ଏକ ବଡ଼ ଦିନ ହେବ, ସ୍ମରଣୀୟ ଦିନ ହେବ, ଆମମାନଙ୍କ ପାଇଁ ଆନନ୍ଦର ଓ ଶାନ୍ତିର ଦିନ ମଧ୍ୟ ହେବ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଏକ ଛୋଟ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ପବିତ୍ର ପରମେଶ୍ୱର, ତୁମ ପବିତ୍ର ବାକ୍ୟ ପାଇଁ ଧନ୍ୟବାଦ ଦେଉଅଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ଉଦ୍ଦେଶ୍ୟ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ, ତାଙ୍କର ଜନ୍ମର ସ୍ଥାନ ବିଷୟରେ ଆଉ ତାଙ୍କର ନାମ ବିଷୟରେ, ଉଦ୍ଧାର ବିଷୟରେ ଜଣାଇଛ। ଧନ୍ୟବାଦ ଦେଉଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ପାପୀମାନଙ୍କୁ ଉଦ୍ଧାର କରିବାକୁ ଜଗତକୁ ଆସିଲେ, ପାପ କ୍ଷମା ଦେବାକୁ ଆସିଲେ, ଏ ବିଷୟ ଆମମାନଙ୍କୁ ଜଣାଇଅଛ। ଧନ୍ୟବାଦ କରୁଅଛୁ। ପ୍ରଭୁ ଆମମାନଙ୍କୁ ବିଶେଷ ଭାବରେ, ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ଜଣକୁ ତୁମେ ଉଦ୍ଧାର କର। ତୁମ ଏହି ବାକ୍ୟରେ ଆଶୀର୍ବାଦ କର। ଆମମାନଙ୍କର ଏହି ଧନ୍ୟବାଦ ଏବଂ ପ୍ରାର୍ଥନାକୁ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ ଦିଅନ୍ତୁ।